ଆଲୋଚନା କରିବା ରଜ ଅର୍ଥ କ'ଣ, କାହିଁକି ରଜ ପର୍ବ ମାନା ହୁଏ, କାହିଁକି ରଜ ଆମେ ପାଳନ କରୁଛୁ, ଆସନ୍ତୁ ଆଜି ଜାଣିବା। ରଜର ଅର୍ଥ ହେଲା ଏ ଧରିତ୍ରୀ ମାତା 3 ଦିନ ରଜବତୀ ହୁଅନ୍ତି, ତେଣୁକରି ଆମେ ରଜ ପାଳନ କରୁଛନ୍ତି। ମହିଳାମାନେ ଯେ ଭଳିଆ ରଜବତୀ ହୁଅନ୍ତି, ଏ ଭୂମି ବାସୁକୀ ମାତା, ଏ ଧରିତ୍ରୀ ମାତା ଏ ମଧ୍ୟ ରଜବତୀ ହୁଅନ୍ତି। ଆଜ୍ଞା ତାହେଲେ ଜାଣିବା କେଉଁ କେଉଁ ଦିନ ରଜ ହେବ ଆଉ ରଜ ପାଳନ କରିବା। 14 ତାରିଖ ଶନିବାର ପ୍ରଥମ ରଜ, 15 ତାରିଖ ରବିବାର ଦ୍ୱିତୀୟ ରଜ, 16 ତାରିଖ ସୋମବାର ତୃତୀୟ ରଜ। ତୃତୀୟ ଦିନ ପର୍ଯ୍ୟନ୍ତ ରଜ କାହିଁକି ପାଳନ କରାହୁଏ? ଏ 3 ଦିନ ଭିତରେ କେବେ ହଳ କରନ୍ତୁ ନାହିଁ, ଗ୍ରାତ ଖୋଳନ୍ତୁ ନାହିଁ, ଭୂମି ଖୋଳନ୍ତୁ ନାହିଁ। ଏଇ ହେଲା ରଜ ପର୍ବର ନିୟମ। ଆପଣମାନେ କ'ଣ କରୁଛନ୍ତି ଆଜ୍ଞା? ରଜ ସଂକ୍ରାନ୍ତି ଦିନ, ପ୍ରଥମ ରଜ ଦିନ, ଦ୍ୱିତୀୟ ରଜ ଦିନ, ତୃତୀୟ ରଜ ଦିନ ହଳ କରୁଛନ୍ତି, ଧାନ ବୁଣୁଛନ୍ତି। ଏଭଳିଆ ଭୁଲ କେବେ ବି କରନ୍ତୁ ନାହିଁ, ମହା ଅପରାଧ। ଆଜି ପାଇଁ ତ ଏତିକି, ପୁଣି ଦେଖବା ଆଗାମୀ